ଗୁରୁ ମହିମା ଅଲେଖ। ମହିମା ଧର୍ମର ପ୍ରତୀକ। ଜଣେ ମହିମା ସାଧଙ୍କର ଭେକବାନା ଓ ବରଡ଼ାବାଡ଼ି ସମ୍ବନ୍ଧରେ ଆଜି ଆମେ ବାବା ଅବିନାଶ ଦାସଙ୍କ ଠାରୁ ଶୁଣିବା ଏବଂ ଦେଖିବା କିପରି ତାଳପତ୍ରରେ ସୁନ୍ଦର ଭାବରେ ବରଡ଼ାବାଡ଼ି ନିର୍ମାଣ କରାଯାଉଅଛି। ଗୁରୁ ମହିମା ଅଲେଖ। ପୃଥ୍ୱୀ ହେଲାଣି ଅନ୍ଧାର, ସମ୍ଭାଳକେ ଅଛ ଦେବେ। ହେଲାଣି ଆପଣଙ୍କର ଟିକେ ପରିଚୟ ଦେବେ। ଶ୍ରୀମତ ଅବିନାଶୀ ବାବା, ଉପସଭାପତି କୌମୁଦିନୀ ମହିମା ସମାଜ, ମହିମା ଗାଦି ଢେଙ୍କାନାଳ। ଆଚ୍ଛା, ଆପଣ ବର୍ତ୍ତମାନ ଏଇ ଯେଉଁ ତାଳପତ୍ରରେ ନିର୍ମାଣ କଲେ ଯେଉଁ ବରଡ଼ା, ଏ ବରଡ଼ାର ମାହାତ୍ମ୍ୟ କ'ଣ ଆଉ ଏହାର ବ୍ୟବହାର କ'ଣ, ଏଇ ବିଷୟରେ ଆମକୁ ଟିକେ କୁହନ୍ତୁ ଆଜ୍ଞା। ମହିମା ଧର୍ମରେ ଦୁଇ ପ୍ରକାର ଭକ୍ତ ଅଛନ୍ତି।
ଏକ ହେଉଛି ସନ୍ନ୍ୟାସ ଏବଂ ଆଉ ଗୋଟେ ଗ୍ରାହସ୍ଥ୍ୟ। ଗ୍ରାହସ୍ଥ୍ୟ ଭକ୍ତମାନେ ଅସଂଖ୍ୟ ଅଛନ୍ତି, ପାଖାପାଖି ଆମ ଓଡ଼ିଶା ରାଜ୍ୟରେ 50 ଲକ୍ଷରୁ ଉର୍ଦ୍ଧ୍ୱ ହେବେ ଭକ୍ତ, ଏବଂ ସନ୍ନ୍ୟାସୀ ହିସାବରେ ଅଛନ୍ତି 5000। ଯେଉଁମାନେ ସନ୍ନ୍ୟାସୀ, ଆମର 3 ପ୍ରକାର ଭେକବାନା ଅଛି। ଏକ ଭେକବାନା ହେଉଛି ଡୋରକୋପିନ ଆଡ଼ବନ୍ଧ, ଯାହାକୁ କଟିସୂତ୍ର କୁହାଯାଏ, ଏବଂ ଆଉ ଏକ ଭେକବାନା ହେଉଛି ବେତବାଡ଼ି, ଆଉ ଗୋଟିଏ ଭେକବାନା ହେଉଛି ବରଡ଼ାବାଡ଼ି। ଇଏ ହେଉଛି ଗୋଟେ ଆୟୁଧ। ଯେପରି ଦଶନାମୀ ସନ୍ନ୍ୟାସୀ ଆଖଡ଼ା ଅଛି, ସେମାନଙ୍କ ପାଖରେ ଯେମିତି ପରଶୁରାମ ଧର୍ମରେ ତାଙ୍କ ପରଶୁ ଧରିବେ, ସାତ୍ୱିକ ଧର୍ମରେ ତ୍ରିଶୂଳ ଧାରଣ କରିବେ, ଏପରି ଯେପରି ଅଛି ସମସ୍ତ ପ୍ରକାର ଆୟୁଧ, ସେହିପରି ମହିମା ଧର୍ମର ସନ୍ନ୍ୟାସୀମାନଙ୍କୁ ଦିଆଯାଇଛି ବେତେ ଏବଂ ବରଡ଼ାବାଡ଼ି, ବେତବାଡ଼ି ଏବଂ ବରଡ଼ା। ଏଇ ଦୁଇଟା ହେଉଛି, ଏଇଟା ସୁଦର୍ଶନ ଚକ୍ର ବି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବଂ ଯେମିତି ଅନ୍ୟାନ୍ୟ ଆମର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତରେ ତାଙ୍କର ଦଣ୍ଡ ଧାରଣ କରୁଛନ୍ତି, ସେମିତି ମହିମା ଧର୍ମରେ ଯଷ୍ଠି, ଯାହାକୁ ଆମର ଓଡ଼ିଆ ଭାଷାରେ ବାଡ଼ି କୁହାଯାଏ, ସଂସ୍କୃତ ଭାଷାରେ ଯଷ୍ଠି କୁହାଯାଏ। ଏଇଟା ହେଉଛି ମହିମା ଧର୍ମର ସନ୍ନ୍ୟାସୀମାନଙ୍କର ଏକ ଆୟୁଧ ଏବଂ ତତ୍ସହିତ ମହିମା ଧର୍ମର ଏକ ମାନେ ସଂକେତ। ଏହି ବରଡ଼ା ଏବଂ ବାଡ଼ି ଯାହା ପାଖରେ ଥିବ ତାକୁ ମହିମା ଧର୍ମୀ ବୋଲି କୁହାଯିବ, କାରଣ ଆମର ଯେଉଁ ସନ୍ଥ ସମାଜ ଅଛି, ସେ ସନ୍ଥ ସମାଜର ଅନ୍ୟ ସମ୍ପ୍ରଦାୟରେ କେହି ବରଡ଼ା ବାଡ଼ି ଧାରଣ କରନ୍ତି ନାହିଁ, କେବଳ ମହିମା ଧର୍ମରେ ଧାରଣ ହୁଏ। ଏବଂ 1 ନମ୍ବର ଭେକବାନା ହେଉଛି ଡୋରକୋପିନ, ଯେଉଁମାନେ ତ୍ୟାଗୀ ହେଇକି ଆସିବେ, 12 ବର୍ଷ ପର୍ଯ୍ୟନ୍ତ ଧର୍ମ ପାଳନ କଲା ପରେ ତାଙ୍କର ଯୋଗ୍ୟତା ଆଉ ନୀତିନିଷ୍ଠକୁ ନେଇ ସନ୍ନ୍ୟାସୀ ସମଗୋଷ୍ଠକୁ ଭୁକ୍ତ କରି ତାଙ୍କୁ ଡୋରକୋପିନ ଦିଆଯାଏ, ଏବଂ ସେହିଦିନଠାରୁ ସେ ବରଡ଼ା ବାଡ଼ି ଧାରଣ କରିକି ଦେଶ ପର୍ଯ୍ୟଟନ କରିବେ, ଭିକ୍ଷାବୃତ୍ତି କରିବେ। ତେଣୁ এই ବରଡ଼ା ଏଇଟା ପ୍ରତ୍ୟେକ ତାଳ ଗଛର ମଧ୍ୟ ପତ୍ର ହୋଇପାରିବନି, ତାର ଗୋଟେ ଗୋଟେ ଗଛ ଅଛି, ସେ ଗଛର ତାର ନିରୀକ୍ଷଣ କରି ସେ ପତ୍ର ଆଣି ତାକୁ ବାଉଁଶରେ କଣି ଏବଂ ଡୋର ବା ସୂତା ଝୋଟ ଡୋର ତାକୁ ଆଣି ଏଟାକୁ ତାକୁ ସୁଦୃଢ଼ ରୂପରେ ଗ୍ରହଣ କରାଯାଇ ତାକୁ ତିଆରି କରାଯାଉଛି। ଇଏ ତିଆରି ସରିଲା ପରେ ପୁଣି ଏହାକୁ ଗୋମୟ ପବିତ୍ର ଦ୍ୱାରା ବିଶୋଧନ କରି ଗୁରୁଦ୍ୱାର ସମର୍ପଣ କଲା ପରେ ଧାରଣ କରିକି ସନ୍ନ୍ୟାସୀମାନେ ପରିଭ୍ରମଣ କରନ୍ତି। ଧନ୍ୟବାଦ ଆଜ୍ଞା। ଆମ ଚ୍ୟାନେଲକୁ ଦେଖୁଛନ୍ତି ସେମାନେ ଆମ ଚ୍ୟାନେଲରେ ଜଏନିଂ କରନ୍ତୁ, ଆଉ ସୁପର ଥ୍ୟାଙ୍କ୍ସ ଦେଇ ଆମକୁ ଉତ୍ସାହିତ କରନ୍ତୁ। ଆମ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ, ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆପଣ କେଉଁ ଅଞ୍ଚଳରୁ ଦେଖୁଛନ୍ତି। ଗୁରୁ ବ୍ରହ୍ମ ମହାମହିମ ଲେଖ।